ତମକୁ କାହିଁ ଏତେ ଭୟ ହଉଛି? ତମେ କାହିଁ ଧାନ କାହିଁ ଚୋରି କରୁଛ? ୟା ପାଇଁ କୃଷି ମନ୍ତ୍ରୀ କନକ ବଦନ ସିଂହଦେଓ ଆପଣ କହୁଛୁ ଯଥାଶୀଘ୍ର ଓଡିଶାର ଚାଷୀ ଭାଇ ଭଉଣୀ ମାନଙ୍କୁ କ୍ଷମା ପ୍ରାର୍ଥନା ମାଗି ଦିଅ। ମାନେ ଗୋଟେ ଟାଇମ ଦେଇଦେଲେ ମାର୍ଚ୍ଚ ଯାଇ ଧାନ ଉଠେଇବେ। ଧାନ ଜଗି ବସିବ କିଏ? କନକ ଆସି ଜଗି ବସିବେ ଚାଷୀଙ୍କ ଧାନ? ବରଗଡ଼ରେ ଯୋଉ ଧନୁଯାତ୍ରାରେ ଯୋଉ କୃଷି ମନ୍ତ୍ରୀ ଯୋଉ କଥା କହିଛନ୍ତି କି ଚାଷୀ ନୋଟଇଁ କରୁଛନ୍ତି ରାଜସ୍ୱ ଆସୁଛନ୍ତି, ତମକୁ କାହିଁ ଏତେ ଭୟ ହଉଛି? ତମେ କାହିଁ ଧାନ କାହିଁ ଚୋରି କରୁଛ? ମଣ୍ଡି କାହିଁ ଖୋଲି ପାରୁନ? ଆଜି ବିଜେପି ସରକାର ଚୋର କାମ କରୁଛି। ସେ କହୁଛି କି ଆମ ବିରୁଦ୍ଧରେ ଠିଆ ହୁଅନି, ଆମ ବିରୁଦ୍ଧରେ ରାସ୍ତାକୁ ଆସନି, ଆମ ବିରୁଦ୍ଧରେ ଆନ୍ଦୋଳନ କରନି। ଯଦି କେହି ଆସିବେ ନାହିଁ, ଠିଆ ହେବେ ନାହିଁ, ତାହେଲେ ଚାଷୀଙ୍କ କାମ କରିଦିଅ। ଇଏ ଯୋଉ କହିଛନ୍ତି ଚାଷୀଙ୍କୁ ନୋଟଇଁ କହିଛନ୍ତି, ୟା ପାଇଁ କୃଷି ମନ୍ତ୍ରୀ କନକ ବଦନ ସିଂହଦେଓ ଆପଣ କହୁଛୁ ଯଥାଶୀଘ୍ର ଓଡିଶାର ଚାଷୀ ଭାଇ ଭଉଣୀ ମାନଙ୍କୁ କ୍ଷମା ପ୍ରାର୍ଥନା ମାଗି ଦିଅ। ଯଦି କ୍ଷମା ପ୍ରାର୍ଥନା ନ ମାଗିବ ତମକୁ ରାସ୍ତାରେ ଠିଆ କରିବୁ, ବିଦ୍ ରାସ୍ତାରେ ତମକୁ କ୍ଷମା ମଗେଇବୁ। ଚାଷୀଙ୍କ ଉପରେ ଏ ଅପମାନକୁ ନବନିର୍ମାଣ ଯୁବ ଛାତ୍ର ସଂଗଠନ, କୃଷକ ସଂଗଠନ ଓଡିଶା ଆମେ ବରଦାସ୍ତ କରିବୁନୁ। ଯଥାଶୀଘ୍ର ଚାଷୀ ଭାଇ ଭଉଣୀ ମାନଙ୍କୁ କ୍ଷମା ମାଗି ଦିଅ। କ୍ଷମା ନ ମାଗିଲେ ଯୋଉ ଅବସ୍ଥା ହବ ସେଥିପାଇଁ ତମେ ଦାୟୀ ରହିବ। ଆମେ ରାସ୍ତାରେ ଠିଆ କରିବା ପୂର୍ବରୁ ତମେ ନିଜେ ଭୁଲ କ୍ଷମା ପ୍ରାର୍ଥନା ମାଗି ଦିଅ କି ଯୋଉ କଥା ଦେଇଥିଲେ ସେ କଥା ମୋ ଭୁଲ ହେଇଯାଇଛି। ଆଜ୍ଞା ଧନୁଯାତ୍ରାରେ ଯୋଉଠି ସମାବେଶ ଚାଲିଛି ସେଠି କହୁଛନ୍ତି ଧନୁଯାତ୍ରା ପଡିଆକୁ ମଧ୍ୟ ସେ କ୍ରିଟିସାଇଜ କରୁଛନ୍ତି, କହୁଛନ୍ତି ଯାହାର ନୋଟଇଁ କରିବାର ଅଛି ଆସିକି ଏଇଠି ନୋଟଇଁ କର। ତେଣୁ ଧନୁଯାତ୍ରା ସମାବେଶ ଚାଲିଛି, କଣ ନୋଟଇଁ କୋଉଠି ହବ? ତମେ ନୋଟଇଁ କାହାକୁ କହୁଛ? ନୋଟଇଁ ନିଜେ କରୁଛି। ଧାନ ସରକାର ଚୋରି କରୁଛି, ମଣ୍ଡି ଖୋଲି ପାରୁନି। ଏ ସରକାର ହଉଛି ନୌଟଙ୍ଗୀ ସରକାର, ସୋବାଜି ସରକାର। ହୋର୍ଡିଂ ପୋଷ୍ଟର ମାରିକି ଯୋଉ ଲେଖୁଛି କାମରେ ପୁରା ଫେଲ। ଆଜି ଆମେ କହୁଛୁ ଯୋଉ କଥା ଚାଷୀ କହିଛନ୍ତି ଉପମୁଖ୍ୟମନ୍ତ୍ରୀ କୃଷି ମନ୍ତ୍ରୀ କନକ ବଦନ ସିଂହଦେଓ ଯଥାଶୀଘ୍ର ଓଡିଶାର ଚାଷୀ ଭାଇ ଭଉଣୀ ମାନଙ୍କୁ କ୍ଷମା ପ୍ରାର୍ଥନା କରିଦିଅ, ନଚେତ ଭୟଙ୍କର ଲଢେଇ ହବ। ଆପଣ ଦେଖିବେ ମାନେ ଗୋଟେ ଟାଇମ ଦେଇଦେଲେ ମାର୍ଚ୍ଚ ଯାଇ ଧାନ ଉଠେଇବେ। ଧାନ ଜଗି ବସିବ କିଏ? କନକ ଆସି ଜଗି ବସିବେ ଚାଷୀଙ୍କ ଧାନ? ଆମେ କହୁଛୁ ଧାନ ଯଥାଶୀଘ୍ର ଉଠିବା ସହିତ ଯୋଉଠି ମଣ୍ଡି ଖୋଲୁନି ସେଠି ମଣ୍ଡି ଠିକ ସମୟରେ ଖୋଲ। ତା ସହିତ ଆପଣ ଦେଖିବେ ଯାହାର ଟୁକନ 50 କୁଇଣ୍ଟାଲ ସେ ଧାନ ବିକିବା ତାକୁ ଦଉଛନ୍ତି 30 କୁଇଣ୍ଟାଲ, କାହାକୁ 25 କୁଇଣ୍ଟାଲ। ଆଚ୍ଛା ଅନ୍ୟ ଧାନ ସେ କୋଉଠି ଦବ? ये सरकार अपन जानिया दरकार कि एठी प्रत्येक मंडी में धान चोरी होउची। ए धान चोरी रोकी पाउ नांती। कौन करते चाषी आसता अधिकार ता समस्या कहया कहते कौन नौटंगी नौटंगी राजस्व आसुँच। जदि तुम सस्ता दम अच्छी ताहले चाषी रास्ता को जीवेनी, तुम कथा समाधान कर दियो। कथा समाधान न कर रास्ता को बार बार आसवे, थे कौन बार बार आसवे लड़े कर आंदोलन करेंगे। सरकार को लाज लगुच, कनक बदन सिंहदेव को लाज लगुच कि कहीं मत कह चाषी मैंने ठिया होती से लाज सरम करके रास्ता कहीं आसनी। मु चोरी करुच्ची, मु बटी नौची। आज्ञा सबू जी मिलर अच्छा समस्त से बटी पैसा नौ चांदा नौ से कहते मो विरोध के आसनी कि रास्ता ठिया होनी। आम कहीदे कनक बदन सिंहदेव यथाशीघ्र चाषी भाई भौणी मान क्षमा मांगी दियो। जदि क्षमा न मांगो भयंकर लड़े हम।